ନୂଆବର୍ଷରେ ନୂତନ ଜିଲ୍ଲାପାଳ ମଧୁମିତା ରଥଙ୍କ ପ୍ରଥମ ଜନଶୁଣାଣିରେ ଯୋଗଦାନ। ନୂତନ ବର୍ଷର ପ୍ରଥମ ମିଳିତ ଜନଶୁଣାଣି ଶିବିରରେ ଆଜି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଜନଶୁଣାଣି କରିଛନ୍ତି। ଏଥିରେ ଏସ୍ପି ଏସ୍ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାସ, ଉପଜିଲ୍ଲାପାଳ କଣ୍ଠଦେବ ସମାଚାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୁଷ୍ପା ନୀଳିମା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଜନଶୁଣାଣିରେ ମୋଟ 94ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ 85ଟି ବ୍ୟକ୍ତିଗତ, 4ଟି ଗ୍ରାମ୍ୟ ସମସ୍ୟା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 5 ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ମୋଟ 14ଟି ଅଭିଯୋଗର ତତ୍କାଳ ସମାଧାନ କରାଇଥିଲେ ଓ ତତ୍ପଶ୍ଚାତ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀମତୀ ରଥ କହିଥିଲେ କି ଆଜି ମୋ ପାଇଁ ଏକ ଭଲ ସୁଯୋଗ ଦିନ, କାହିଁକିନା ମୁଁ ଆଜି ଦାୟିତ୍ୱ ଗ୍ରହଣ କରୁ ପ୍ରଥମ ଜନଶୁଣାଣି ଥିବାରୁ ମୁଁ ଆଜି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଏକକାଳୀନ ମିଶିପାର ଓ କାର୍ଯ୍ୟ କରିବାକୁ ଅବସର ମିଳିଲା। ତେଣୁ ଜିଲ୍ଲାବାସୀଙ୍କ ବିକାଶକୁ ପ୍ରାଥମିକତା ଦେଇ କାର୍ଯ୍ୟ କରାଯିବା ସହ କୃଷି, ଶିକ୍ଷା ଓ ମୌଳିକ ସମସ୍ୟାକୁ ପ୍ରାଥମିକତା ଦିଆଯିବ। ଏହା ସହ ଉପାନ୍ତ ଓ ଅପହଞ୍ଚ ଗାଁଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ପୂର୍ବତନ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ନେପାଳ ଗାଁକୁ ଯେପରି ସୁବିଧା ପ୍ରଦାନ କରିଛନ୍ତି, ଆଗାମୀ ଦିନରେ ନିଜର ସମସ୍ତ ପହଞ୍ଚ ଗାଁକୁ ବିକାଶ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ ବୋଲି ନୂତନ ଜିଲ୍ଲାପାଳ ଶ୍ରୀମତୀ ରଥ କହିଛନ୍ତି। ଜିଲ୍ଲାରେ ଚାଲୁଥିବା ବେଆଇନ ଖଣି ବାଲିଘାଟକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ସମସ୍ତ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ନେଇ ଜିଲ୍ଲା ବିକାଶ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟଭାର ଗ୍ରହଣ କରି ଆମ ଜିଲ୍ଲା ଆମର ଗର୍ବ, ଆମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗରେ ଗୋଟେ ସକାରାତ୍ମକ ଚିନ୍ତାଧାରା ସହିତ ଆମେ କାମ କରିବା। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିର ବିକାଶ, ଜିଲ୍ଲାବାସୀଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ତା ସହିତ ଜିଲ୍ଲାର ଉନ୍ନତି ପାଇଁ ଯାହା କରିବା ଦରକାର ନିଶ୍ଚିତ ଭାବରେ ସମସ୍ତେ ମିଳିମିଶି ୱିଥ୍ ଟ୍ରାନ୍ସପରେନ୍ସି, ୱିଥ୍ ଅନେଷ୍ଟି, ସ୍ୱଚ୍ଛତାର ସହ କାମ କରିବା ଏବଂ ସମସ୍ତେ ମିଳିମିଶି ଗୋଟେ ଟିମ୍ ନୟାଗଡ଼ ଭାବରେ କାମ କଲେ ନିଶ୍ଚିତ ଭାବରେ ଆମେ ଯାହା ଟେକଅପ୍ କରିବା, ଯାହା ଯେଉଁ କାମ ବି ଯେଉଁ ପ୍ରୋଜେକ୍ଟ ବି ହାତକୁ ନେବା ସେଥିରେ ସଫଳ ହେବା ବୋଲି ମୋର ଆଶା ଓ ବିଶ୍ୱାସ। ଧନ୍ୟବାଦ। ପ୍ରଥମ ଅନୁଭୂତି କଣ ରହିଲା? ବହୁତ ଭଲ ମୋର ଅନୁଭୂତି ଆଜି ରହିଲା। ମୁଁ ପ୍ରଥମ ଗ୍ରୀଭାନ୍ସରେ ଜଏନ୍ କଲି ଏବଂ ଜନସାଧାରଣଙ୍କର ଆମର ଜିଲ୍ଲାବାସୀଙ୍କର ଯାହା ସମସ୍ୟା ସବୁ ଶୁଣିକି ମୋତେ ବହୁତ ଭଲ ଲାଗିଲା ଏବଂ ଜିଲ୍ଲାର ବି ସବୁ ବିଭାଗର ଅଫିସର ମାନେ ଯେହେତୁ ଉପସ୍ଥିତ ଥିଲେ, ନୟାଗଡ଼ର ଟିମ୍ ନୟାଗଡ଼କୁ ମୁଁ ଦେଖିପାରିଲି ଏଇ ଗ୍ରୀଭାନ୍ସ ଦିନ। ଓ ମା ଦକ୍ଷିଣ କାଳୀଙ୍କର ବ୍ଲେସିଂସ୍, ସବୁ ଲର୍ଡ ଜଗନ୍ନାଥଙ୍କର ବ୍ଲେସିଂସରେ ଆମେ ନିଶ୍ଚିତ ଭାବରେ ଆଗକୁ ଯିବା ଏବଂ ଜିଲ୍ଲାର ଉନ୍ନତି ପାଇଁ କାମ କରିବା ବୋଲି ମୋର ବହୁତ କିଛି। ପୂର୍ବତନ ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାର ଜାଗା ବର୍ତ୍ତମାନ ଅଛି ଅପହଞ୍ଚ ଗାଁ ଯୋଉଟା ରହିଛି, ରାସ୍ତାଘାଟ ନାହିଁ, ଆଉ ସେଭଳି ଗୋଟେ ଗାଁକୁ ଯାଇଥିଲେ ଏବଂ ତାଙ୍କ ପ୍ରତିଶ୍ରୁତି ପାଳନ କରିଥିଲେ। କିଛିଟା ତାଙ୍କର ମାନେ ଗାଁର ଯୋଉ ବିଦ୍ୟୁତ ଆଉ ତାକୁ ନେଇ କାମ କରିଛନ୍ତି, ଆହୁରି ଗୁଡ଼ାଏ ରହିଯାଇଛି। ତ ବର୍ତ୍ତମାନ ଜିଲ୍ଲାପାଳ ଏହା ଉପରେ ଆଉ କିଛି ଅଧିକ ମୁଁ କଥା ହେଇଛି ପୂର୍ବତନ ଜିଲ୍ଲାପାଳଙ୍କ ସହିତ ଏହି ବିଷୟରେ ଏବଂ ଯୋଉ ଗାଁ ଗୁଡ଼ିକରେ ଏଇ ସବୁ ବିଜୁଳି ଆଲୁଅ ଏବେ ବି ହେଇନାହିଁ ସେଠାକୁ ମୁଁ ବି ଯିବାକୁ ଚାହିଁବି ଏବଂ ଯୋଉ ପୂର୍ବତନ ଜିଲ୍ଲାପାଳ କାମ କରିକି ଯାଇଛନ୍ତି ତାକୁ ଆଗକୁ ନେବା ପାଇଁ ମୁଁ ଚେଷ୍ଟା କରିବି। ଜିଲ୍ଲାରେ ବର୍ତ୍ତମାନ ବହୁତ ଜାଗାରେ ବେଆଇନ ଭାବେ ଖଣି ଚାଲିଛି, ଯୋଉଟାକି ରାଜ୍ୟ ସରକାର ଘୋଷଣା କରିଛନ୍ତି ବେଆଇନ ଖଣି ଏବଂ ବେଆଇନ ବାଲି ଚାଲାଣକୁ ବନ୍ଦ କରିବା ପାଇଁ। ତ ଜିଲ୍ଲା ପ୍ରଶାସନ ନୂତନ ଜିଲ୍ଲାପାଳ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ନିଆଯିବ। ମୁଁ ତ ନୂଆ ଆଜି ଜଏନ୍ କରିଛି, କ'ଣ ସମସ୍ୟା ଅଛି ତା ବିଷୟରେ ସବୁ କଥାବାର୍ତ୍ତା କରିବା ପରେ ନିଶ୍ଚିତ ଭାବରେ ଯାହା ଦରକାର କରାଯିବ। ଆସନ୍ତାକାଳରେ ସୁଭଦ୍ରା ମେଳା କ'ଣ କହିବେ? କ'ଣ ଜିଲ୍ଲା ପ୍ରଶାସନ କେମିତି ପ୍ରସ୍ତୁତ କରୁଛି ସୁଭଦ୍ରା ମେଳା ପାଇଁ? ମୁଁ ତ ସେ ବିଷୟରେ କଥାବାର୍ତ୍ତା କରିନି ଏବେ। ସୁଭଦ୍ରା ମେଳା ତାଙ୍କର କଥାବାର୍ତ୍ତା କରିବା ପରେ ଜଣାଇବି। ନୟାଗଡ଼ରୁ ସ୍ୱରୂପ ପଟ୍ଟନାୟକଙ୍କ ରିପୋର୍ଟ, BE ନ୍ୟୁଜ୍।